ଜଣେ ବୁଢ଼ା ଲୋକ ଥରୁଥିବା ହାତରେ ଘର ବାଡ଼ି ବିକୁଥିବା କାଗଜରେ ଦସ୍ତଖତ କରୁଥିଲେ। ପଛରୁ ନାତୁଣୀର କଥା ଶୁଭିଲା, ଜେଜେ ଏବେ ଆମେ କୋଉଠି ରହିବା? ନାତୁଣୀର ଏ କଥା ଶୁଣିବା ପରେ ହସିଦେଲେ। ତାଙ୍କ ଲୁହକୁ ଚାପି କହିଲେ, ଯୋଉଠି ତୁ ପଢ଼ିବୁ ସେଇଠି ଆମର ଘର ହେବ। କିନ୍ତୁ ତା ପରଦିନ ଏମିତି କିଛି ହେଲା, ପୁରା ଗାଁ କାନ୍ଦି ପକାଇଲା। ସାଙ୍ଗମାନେ, ଏ ସମ୍ପୂର୍ଣ୍ଣ କାହାଣୀ ଜାଣିବା ପାଇଁ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ମୁମ୍ବାଇ ସହରର ଶୀତ ରାତି। ଏମିତି ପବନ ଦେଉଥାଏ ଯେମିତି ଦେହରେ ଛୁଞ୍ଚି ଫୋଡ଼ି ହେଇଯାଉଥାଏ। ସହରର ରାସ୍ତା ଖାଲି ଥାଏ। ସେହି ସହରର ଗୋଟେ ଛୋଟ ବସ୍ତିରେ ରହୁଥାଏ ବରୁଣ। ଦିନରେ ପାଠପଢ଼ା ଆଉ ରାତିରେ ଫ୍ୟାକ୍ଟ୍ରିର କାମ। ଇଏ ତାର ନିତିଦିନିଆ ଜୀବନ ହୋଇଯାଇଥାଏ। ବାପା ଅବସରପ୍ରାପ୍ତ ଆଉ ମା ରୋଗିଣା। ଗୋଟେ ଛୋଟ ଭଉଣୀର ଜିମାଦାର ତା କାନ୍ଧ ଉପରେ ଥାଏ। କିନ୍ତୁ ଏବେ ବି ଆଖିରେ ଅନେକ ସ୍ୱପ୍ନ ଥାଏ। ସବୁଦିନର ରାତି 12ଟାରେ ସେ ଘରୁ ବାହାରୁଥାଏ। ବ୍ୟାଗ କାନ୍ଧରେ ପକାଇ ଥଣ୍ଡା ପବନରେ ବସ୍ ଷ୍ଟାଣ୍ଡ ଆଡ଼କୁ ଜୋର ଜୋରରେ ପାଦ ପକାଇ ଯାଉଥାଏ। ଯିବା ସମୟରେ ରାସ୍ତାରେ ଗୋଟେ ଛକ ପଡ଼େ, ଯୋଉଠି ସବୁଦିନ ଗୋଟେ ପୁରୁଣା ଅଟୋ ଛିଡ଼ା ହୋଇଥାଏ। ସେ ଅଟୋ ଭିତରେ ଜଣେ ବୁଢ଼ା ଲୋକ ଶୋଇଥାନ୍ତି। ମୁଣ୍ଡରେ ଗୋଟେ ଟୋପି, ହାତ ଥରୁଥାଏ। ହାତ ଆଙ୍ଗୁଠି ଯେମିତି ଥଣ୍ଡାରେ କମ୍ପି ଯାଉଥାଏ। ଦେହରେ ଘୋଡ଼େଇ ହେବା ପାଇଁ କିଛି ନଥାଏ। ଅରୁଣ ସବୁଥରକ ଭାବୁଥାଏ, ଏତେ ଥଣ୍ଡାରେ ମଉସା ଏଠି କ'ଣ ପାଇଁ ଶୋଉଛନ୍ତି? ତାଙ୍କର କ'ଣ ଘର ନାହିଁ? ତାପରେ ପୁଣି ତାଙ୍କ ହାତରେ ବାନ୍ଧିଥିବା ଘଣ୍ଟାକୁ ଦେଖୁଥିଲେ। ତାଙ୍କ ବସ୍ ପଳେଇଯିବ। ସେ ବସ୍ ଫେଲ୍ ହୋଇଯିବେ। ସେ ଆଗକୁ ବଢ଼ି ଚାଲନ୍ତି। ମାଘ ମାସର ବାଘ ପରିକା ଶୀତ ଥାଏ। ସେଦିନ ରାତିରେ ଅରୁଣ କିଛି ସମୟ ପରେ ବାହାରିଲେ। ଦୌଡ଼ିଲେ, କିନ୍ତୁ ବସ୍ ପଳେଇଥିଲା। ନିଶ୍ୱାସ ବି ଯେମିତି ତାଙ୍କର ଅଣନିଶ୍ୱାସ ହୋଇଯାଇଥାଏ। ମନରେ ଚିଡ଼ଚିଡ଼ା ଥାଏ। ଏବେ କାମରେ ଲେଟ୍ ହୋଇଯିବ, ଦରମା ବି କଟିଯିବ। ଏମିତି ଭାବି ଭାବି ମନ ଦୁଃଖରେ ଫେରିଲେ। ଫେରିଲା ବେଳକୁ ରାସ୍ତାରେ ସେହି ଛକ ପଡ଼ିଲା, ଯୋଉଠି ଲାଲ ଲାଇଟ୍ ଧପ୍ ଧପ୍ ହେଉଥାଏ ଆଉ ତଳେ ସେହି ପୁରୁଣା ଅଟୋ ଛିଡ଼ା ହୋଇଥାଏ। ସେ ଅଟୋ ଭିତରେ ସେହି ବୁଢ଼ା ଲୋକ, ଯେମିତି ଏତେ ଶୀତ ଆଉ ନିଜ ଜୀବନ ସହିତ ଲଢ଼ୁଥାନ୍ତି। ଆଜି ତାଙ୍କ ପାଖରେ ସମୟ ଥାଏ। ମନରେ ଗୋଟେ ଶବ୍ଦ ଆସିଲା, ଆଜି ପଚାରିବି, କାଳେ ୟାଙ୍କର କିଛି ସାହାଯ୍ୟ ହୋଇଯିବ। ସେ ଧୀରେ ଧୀରେ ଅଟୋ ପାଖକୁ ଆସିଲେ। ମନରେ କିନ୍ତୁ ରଖିକି ଧୀରେ ସେ ପଚାରିଲେ, ମଉସା ଶୁଣ। ଭିତରେ ହାଲକା ହଲଚଲ ହେଲା। ବୁଢ଼ା ଲୋକ ତରତର ହୋଇ ଉଠି ବସିଲେ। ଆଉ ପଚାରିଲେ, ହଁ ପୁଅ, କିଏ ତୁମେ? କ'ଣ ଦରକାର ତୁମକୁ? ସେ ଥରୁଥିବା ପାଟିରେ ପଚାରିଲେ। ଅରୁଣ ହାତ ଯୋଡ଼ିଦେଲେ ଆଉ କହିଲେ, ଡରନି ମଉସା, ମୋ ନାଁ ଅରୁଣ। ସବୁଦିନ ଏଇ ରାସ୍ତା ଦେଇ ଯିବା ଆସିବା କରେ। ଆପଣଙ୍କୁ ଦେଖେ। କେବଳ ଜାଣିବାକୁ ଚାହୁଁଥିଲି କି ଆପଣ ଏତେ ଥଣ୍ଡାରେ ଏଠି କ'ଣ ପାଇଁ ରହୁଛନ୍ତି? ବୁଢ଼ା ଲୋକ କିଛି ସମୟ ତାଙ୍କୁ ଚାହିଁକି ରହିଗଲେ। ତାପରେ କହିଲେ, ବସ୍ ପୁଅ, ଯଦି ସତରେ ଜାଣିବାକୁ ଚାହୁଁଛ ତ ତାହେଲେ ଏଇଠି ବସ୍। ଅରୁଣ ଅଟୋ ସିଟ୍ ଉପରେ ଆସି ବସିଲେ। ଚାରିଆଡ଼େ ଶୂନଶାନ, କେବଳ ଲାଲ ଲାଇଟ୍ ତାଙ୍କ ମୁହଁ ଉପରେ ପଡ଼ୁଥାଏ। ମୋ ନାଁ ଦେଶରାଜ, ଧୀରେ ସେ କହିଲେ। ମୋ ବୟସ 75 ବର୍ଷ, କିନ୍ତୁ ଜୀବନ ଆଜି ପର୍ଯ୍ୟନ୍ତ ଶାନ୍ତି ଦେଲାନି। କେବଳ ଗାଁରେ ଚାଷ କରେ, ଏବେ ସହରରେ ଅଟୋ ଚଲାଉଛି। ଅରୁଣ ଚୁପଚାପ ଶୁଣୁଥାନ୍ତି। ଆମ ଗାଁ ଅଛି ହରିପୁର, ଓଡ଼ିଶା। ସକାଳେ ଜମିରେ ହରାଭରା ଫସଲ ଚମକୁଥାଏ। ଘରେ ମୋ ସ୍ତ୍ରୀ ଶାନ୍ତି ଚୁଲି ଜାଳି ରୋଷେଇ କରନ୍ତି। ଆଉ ମୋର 2ଟି ପୁଅ, ଅମିତ ଆଉ ଗୌରବ, ଗଛ ତଳେ ଖେଳୁଥାନ୍ତି। ଗରିବ ଥିଲି, କିନ୍ତୁ ସୁଖ ଶାନ୍ତିରେ ଥିଲି। ତାଙ୍କ ଆଖିରେ ବିତି ଯାଇଥିବା ସବୁଗୁଡ଼ିକ ଫଟୋ ଯେମିତି ଦେଖାଯାଉଥାଏ। ଯେତେବେଳେ ପିଲାମାନେ ବଡ଼ ହେଲେ, କହିଲେ, ବାପା, ଗାଁରେ କ'ଣ ଅଛି? ମୁମ୍ବାଇ ଚାଲ, ସେଠି ପଇସା, ଭବିଷ୍ୟତ ଦୁଇଟି ଯାକ ଅଛି। ଶାନ୍ତି ବି କହିଲେ, ଯାଅ, ପିଲାମାନଙ୍କର ମନ ଭାଙ୍ଗନି। ଆଉ ମୁଁ ଚାଲି ଆସିଲି, ଯେମିତି ନୂଆ ସ୍ୱପ୍ନ ପଛରେ। ମୁମ୍ବାଇ ଆସି ପହଞ୍ଚିଲି ତ ମୋତେ ଲାଗିଲା ଭିଡ଼, ଏତେ ଶବ୍ଦ, ଧୂଆଁ ଆଉ ସମସ୍ତେ ଅଚିହ୍ନା। ଗୋଟେ ଛୋଟ ଘର ନେଲି
ଆଉ ମୁଁ କିସ୍ତିରେ ଅଟୋ କିଣିଦେଲି। ଅଟୋ ଚଲେଇଲି ଦିନ ରାତି, ଏଥିପାଇଁ ଯେମିତି ପିଲାମାନଙ୍କୁ କେବଳ ଭୋକରେ ନ ଦେଖେ। ଯାହା ମୁଁ ଦେଖିଛି, ବଡ଼ ପୁଅ ଅମିତର ଚାକିରି ହୋଇଗଲା, ଆଉ ସାନ ପୁଅ କଲେଜରେ ପଢ଼ୁଥାଏ। ଅମିତର ବାହାଘର ହେଲା, ବୋହୂ ରାଧା ଘରକୁ ଆସିଲା। ତାପରେ ତାଙ୍କର 2ଟି ପିଲା ହେଲା, ଦିବ୍ୟା ଆଉ ଅଂଶ। ଘରେ ହସ ଖୁସିରେ ଭରି ଯାଇଥିଲା। ଯେତେବେଳେ ସନ୍ଧ୍ୟାରେ ମୋ କୋଳକୁ ନାତୁଣୀ ଆସି ବସେ, ମୋତେ ଲାଗେ ଭଗବାନ ମୋତେ ପୁଣି ଜବାନ କରିଦେଇଛନ୍ତି। ଏକଥା ଶୁଣିକି ଦେଶରାଜ ହସିଦେଲେ, କିନ୍ତୁ ଆଖି ଲୁହରେ ଭିଜିଗଲା। କିନ୍ତୁ ଜୀବନ ବେଳେବେଳେ ଓଲଟପାଲଟ ହୋଇଯାଏ। କିଏ ଜାଣିଛି, ଗୋଟେ ଦିନ ଅମିତ ଅଫିସରୁ ଫେରୁଥିଲା, ଟ୍ରକ୍ ଆସି ଧକ୍କା କରିଦେଲା, ଆଉ ମୋର ସବୁ କିଛି ସାରିଦେଲା। ଅରୁଣ ମୁଣ୍ଡ ତଳକୁ କରିଦେଲେ। ଦେଶରାଜ ଆଗକୁ କହିଲେ, ସେଦିନ ମୋ ସ୍ତ୍ରୀ ଶାନ୍ତି ବେହୋସ ହୋଇଗଲେ, ଆଉ ରାଧା ମୋ ବୋହୂ କାନ୍ଦି କାନ୍ଦି ତା ଅବସ୍ଥା ଖରାପ କରିଦେଲା। ମୁଁ ବେଳେବେଳେ ଗୋଟେ କଥା ଭାବୁଥିଲି, ଏବେ ପିଲାମାନଙ୍କର କ'ଣ ହେବ? କିଛି ମାସ ଗଲା ପରେ ଗୌରବ ବି ଭାଙ୍ଗି ପଡ଼ିଥାଏ। କହୁଥାଏ, ମୋ ଭାଇ ବିନା ମୋର କିଛି ଅସ୍ତିତ୍ୱ ନାହିଁ। ଆଉ ଗୋଟେ ଦିନ ଫାଶୀ ଲଗେଇଦେଲା ତା ବେକରେ। ଦେଶରାଜର ଆବାଜ ଥରି ଯାଉଥାଏ, ତାଙ୍କ ଓଠ ମଧ୍ୟ ଥରୁଥାଏ। ଅରୁଣର ବି ତଣ୍ଟିରେ ଯେମିତି କିଛି ଅଟକି ଯାଇଛି। ଘରେ କେବଳ ସ୍ତ୍ରୀ ଲୋକ ଆଉ ଛୋଟ ଛୁଆ ଥାଆନ୍ତି। ମୁଁ ନିଷ୍ପତ୍ତି ନେଲି, କେବେ ଭାଙ୍ଗିବିନି। ରାଧା ଘର ଘର ବୁଲି ବାସନ ମାଜିବାକୁ ଲାଗିଲେ, ଆଉ ଶାନ୍ତି ଘରେ ସିଲେଇ କରନ୍ତି, ଆଉ ମୁଁ ଦିନ ରାତି ଅଟୋ ଚଲାଇବାକୁ ଲାଗିଲି। ଦିବ୍ୟା ପାଠପଢ଼ାରେ ବହୁତ ଭଲ ମାର୍କ ବି ଆଣିଲା, 80% ଆସିଲା। ସେଦିନ ମୁଁ ସବୁ ଅଟୋରେ ବସୁଥିବା ଲୋକଙ୍କୁ କହିଲି, ଆଜି ମୁଁ ଭଡ଼ା ନେବିନି। ମୋ ନାତୁଣୀ ପରୀକ୍ଷାରେ 80% ମାର୍କ ରଖି ପାସ୍ କରିଛି। କିନ୍ତୁ ସେଇଦିନ ଦିବ୍ୟା କହିଲା, ଜେଜେ ମୁଁ ଦିଲ୍ଲୀକୁ ଯାଇ ପାଠ ପଢ଼ିବାକୁ ଚାହୁଁଛି। ମୁଁ ହସିଲି, କିନ୍ତୁ ମନରେ ଡରିଗଲି। ଦିଲ୍ଲୀ, ସେଠି ରହିବା ପଢ଼ିବା, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ। ରାତି ସାରା ଭାବି ଭାବି କଟିଲା। ସକାଳେ ଶାନ୍ତିକୁ କହିଲି, ଘର ବାଡ଼ି ବିକିଦେବା। ସେ ସାଙ୍ଗେ ସାଙ୍ଗେ କହିଲେ, ଘର ଯଦି ବିକିଦେବା ଆମେ କେଉଁଠି ରହିବା? ମୁଁ କହିଲି, ତୁମେ ଗାଁକୁ ପଳେଇ ଯାଅ, ମୁଁ ଏଠି ରହିଯିବି। ଘର ବିକିଦେଲି। ପରିବାର ଗାଁକୁ ପଳେଇଲେ। ଦେଶରାଜ ମୁମ୍ବାଇରେ ଏକା ରହିଗଲେ। ଅଟୋ ଏବେ ତାଙ୍କ ଘର ହୋଇଯାଇଥାଏ। ସକାଳ 5ଟା ବେଳକୁ ଉଠେ, ରାତି 2ଟା ବାଜିବା ଯାଏ ଗାଡ଼ି ଚଲାଏ, ପଇସା ଗଣେ, ଅଳ୍ପ ଅଳ୍ପ ସଞ୍ଚୟ କରି ଦିଲ୍ଲୀକୁ ପଠାଏ। ଦିବ୍ୟା ଫୋନ୍ କରେ, ଜେଜେ ଖାଇସାରିଲଣି? ମୁଁ ହସିଦିଏ ଆଉ କହେ, ହଁ ଲୋ ବାୟାଣୀ, 2ଟି ରୁଟି ଖାଇଛି। କିନ୍ତୁ ସତ କଥା ହେଉଛି, କେବେ କେବେ ମୁଁ କେବଳ ଚା ପିଇକି ରହିଯାଏ। ଅରୁଣ ଏକଥା ଶୁଣିଲେ, ତାଙ୍କ ଆଖିରେ ଲୁହ ଭିଜିଗଲା। ସେ କହିଲେ, ମଉସା ତୁମ ସାହସକୁ ପ୍ରଣାମ। ଯଦି କିଛି ଜିନିଷ ଦରକାର ତାହେଲେ ମୁଁ ଅଛି। ଦେଶରାଜ ହସିଦେଲେ ଆଉ କହିଲେ, ନା ପୁଅ, ଏବେ କେବଳ ଏତିକି ଚାହୁଁଛି, ମୋ ନାତୁଣୀ ତା ନିଜ ଗୋଡ଼ରେ ଛିଡ଼ା ହୋଇଯାଉ। ବାକି ଜୀବନ ମୋର କଟିଯିବ। ସେଇଦିନ ଅରୁଣ ଘରକୁ ଫେରିଲେ, କିନ୍ତୁ ତାଙ୍କ ଆଖିରେ ନିଦ ନାହିଁ। ସବୁବେଳେ ତାଙ୍କ ଆଖି ଆଗରେ ସେହି ଅଟୋ, ସେହି ଥରୁଥିବା ଆଙ୍ଗୁଠି। ତା ପରଦିନ ତାଙ୍କ ସାଙ୍ଗ ରାଘବକୁ ସବୁ କଥା କହିଲେ। ରାଘବ କହିଲେ, ସାଙ୍ଗ, ଏମିତି କାହାଣୀ ଦୁନିଆକୁ ଶୁଣେଇବା କଥା। ରାଘବ ସାଙ୍ଗେ ସାଙ୍ଗେ ତାଙ୍କ ମୋବାଇଲ ବାହାର କଲେ। ଦେଶରାଜଙ୍କ ଇଣ୍ଟରଭ୍ୟୁ ନେଲେ, ଭିଡ଼ିଓ ଛାଡ଼ିଦେଲେ। 75 ବର୍ଷର ଅଟୋ ଡ୍ରାଇଭର, ନାତୁଣୀର ପାଠପଢ଼ା ପାଇଁ ଏତେ ଥଣ୍ଡାରେ ଅଟୋରେ ରହୁଛନ୍ତି। ଭିଡ଼ିଓ ରାତାରାତି ଭାଇରାଲ ହୋଇଗଲା। ଲୋକଙ୍କ କମେଣ୍ଟ ଆସିବାକୁ ଲାଗିଲା, ଏମିତି ଲୋକଙ୍କ ପାଇଁ ଆଜି ବି ମନୁଷ୍ୟତ୍ୱ ବଞ୍ଚିକି ରହିଛି। ଆଉ କିଏ ଲେଖିଲେ, ମୁଁ ସାହାଯ୍ୟ କରିବାକୁ ଚାହୁଁଛି। ଗୋଟିଏ ସଂସ୍ଥା ସାହାଯ୍ୟ କରିବାକୁ ଆଗକୁ ଆସିଲେ। କିଛି ଦିନ ଭିତରେ 24 ଲକ୍ଷ ଟଙ୍କା ଜମା ହେଲା। ଯେତେବେଳେ ପଇସା ଦେବାବାଲା ସଂସ୍ଥା ଯାଇ ସେହି ବୁଢ଼ା ଅଟୋବାଲା ବସିଥିବା ଛକରେ ପହଞ୍ଚିଲେ, ଆଉ କହିଲେ, ଦେଶରାଜ, ଏ ଆପଣଙ୍କର ପରିଶ୍ରମର ଫଳ। ତାଙ୍କ
ହାତରେ ପଇସା ଚେକ୍ ଥିଲା। ଦେଶରାଜ ଏସବୁ ଦେଖିକି ତାଙ୍କ ଆଖିରୁ ଲୁହ ଶୁଖୁନଥାଏ। ସେ ଆକାଶକୁ ଚାହିଁଲେ ଆଉ କହିଲେ, ଅମିତ ଆଉ ଗୌରବ, ଦେଖ ପୁଅ, ଏବେ ତୁମ ଝିଅ ନିଜେ ତା ଗୋଡ଼ରେ ଛିଡ଼ା ହେବ। ଦିବ୍ୟା ପାଠ ପଢ଼ା ସାରିଲେ। ଏବେ ସେ ଜଣେ ଶିକ୍ଷୟିତ୍ରୀ। ଶାନ୍ତି ଆଉ ରାଧା ମୁମ୍ବାଇ ପୁଣି ଫେରି ଆସିଲେ। ଦେଶରାଜ ଏବେ ଆଉ ଅଟୋ ଚଲାଉନାହାନ୍ତି, କିନ୍ତୁ ସବୁଦିନ ସନ୍ଧ୍ୟାରେ ସେହି ଛକରେ ଆସି ବସୁଥାନ୍ତି ଯେଉଁଠି ତାଙ୍କର ଅରୁଣ ସହିତ ଭେଟ ହୋଇଥିଲା। ମନରେ ଭାବନ୍ତି, ଅରୁଣ ଭେଟ ହୁଅନ୍ତେ ତ କୁହନ୍ତି, ଥଣ୍ଡା ରାତି ଏବେ ବି ଅଛି ପୁଅ, କିନ୍ତୁ ମନରେ ଏବେ ବହୁତ ଗରମି ଅଛି ମଣିଷତ୍ୱର। ସାଙ୍ଗମାନେ, ଏବେ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ, ଯଦି ଆପଣଙ୍କ ସାମ୍ନାରେ ବି ଏମିତି କେହି ବୁଢ଼ା ଲୋକଙ୍କୁ ଦେଖ, ଏତେ ଥଣ୍ଡାରେ ବି ଏତେ ପରିଶ୍ରମ କରୁଥିବେ, ତେବେ କ'ଣ ଆପଣମାନେ ଦେଖିକି ପଳେଇ ଆସିବେ ନା ରହିକି ପଚାରିବେ, ମଉସା ଆପଣ ଠିକ୍ ଅଛନ୍ତି ତ? ତଳେ କମେଣ୍ଟରେ ନିଶ୍ଚୟ ଲେଖିବେ କି ଆପଣ କ'ଣ କରିବେ। ଆପଣମାନଙ୍କୁ ଯଦି ମୋ କାହାଣୀଟି ଭଲ ଲାଗିଥିବ ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। କାହାଣୀଟି କିପରି ଲାଗିଲା ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।